ଗାଡ଼ିରେ ଯିବାର ଥିଲା, ପ୍ଲେନ୍ରେ କାହିଁକି ଗଲେ? 99% ଗାଡ଼ିରେ ଯିବାକୁ ସ୍ଥିର ହୋଇଥିଲା। ରାତିରେ ଏମିତି କ'ଣ ହେଲା? ଅଜିତ ପାୱାରଙ୍କ ଡ୍ରାଇଭରଙ୍କର ବଡ଼ ଖୁଲାସା। ଜାଣନ୍ତୁ ସମ୍ପୂର୍ଣ୍ଣ ଖବର ଏବଂ ଚ୍ୟାନେଲକୁ ପ୍ରଥମ ଥର ଆସିଥିଲେ ନିଶ୍ଚିତ ଭାବରେ ଏହି ପ୍ରଧାନ ନ୍ୟୁଜ୍ ଓଡ଼ିଶା ଚ୍ୟାନେଲ ସହିତ ଯୋଡ଼ି ହୋଇଯାଆନ୍ତୁ ଏବଂ ଆପଣଙ୍କ ଭଲ ବ୍ୟବହାର ସ୍ୱରୂପ ଭିଡ଼ିଓଟିକୁ ମଧ୍ୟ ଗୋଟେ ଲାଇକ୍ ମଧ୍ୟ କରିଦିଅନ୍ତୁ। ହଁ ଆଜ୍ଞା, ମହାରାଷ୍ଟ୍ର ଦିବଂଗତ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଦେହାନ୍ତକୁ 7 ଦିନ ବିତି ଯାଇଛି। ତାଙ୍କ ବିମାନ ଦୁର୍ଘଟଣାକୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। କିପରି ଦୁର୍ଘଟଣା ହେଲା? ସମସ୍ତଙ୍କ ମନରେ ଏହି ଗୋଟିଏ ପ୍ରଶ୍ନ। ମହାରାଷ୍ଟ୍ର ରାଜନୀତିର ଦିଗ୍ଗଜ ନେତା ଅଜିତ ପାୱାରଙ୍କ ଦୁଃଖଦ ନିଧନ ପରେ ତାଙ୍କର ଜଣେ ନିକଟତର ସହଯୋଗୀ ତଥା ବ୍ୟକ୍ତିଗତ ଡ୍ରାଇଭର ଶ୍ୟାମରାଓ ମଣୁଏ ସେହି ରାତିର ଅକୁହା କାହାଣୀ ବିଷୟରେ କହିଛନ୍ତି। ମଣୁଏଙ୍କ ଖୁଲାସାରୁ ଜଣାପଡ଼ିଛି ଯେ କିପରି ଗୋଟିଏ ରାତି ପୂର୍ବରୁ ଅଜିତ ପାୱାରଙ୍କ ଯାତ୍ରା ଯୋଜନା ବଦଳି ଯାଇଥିଲା। ଶ୍ୟାମରାଓ ମଣୁଏ କହିଛନ୍ତି ଯେ ମୁଁ 2009ରୁ ଦାଦା ଅଜିତ ପାୱାରଙ୍କ ସହ ଅଛି। ପ୍ରଥମେ ମୁଁ ସରକାରୀ ସେବାରେ ଥିଲି ଏବଂ 2013ରେ ଅବସର ନେବା ପରେ ଗତ 12 ବର୍ଷ ହେବ ତାଙ୍କ ପାଖରେ ବ୍ୟକ୍ତିଗତ ଭାବେ କାମ କରୁଛି। ଦାଦା ସମୟର ବହୁତ ପକ୍କା ଥିଲେ ଏବଂ ସଫାସୁତୁରା ପ୍ରତି ବହୁତ ଧ୍ୟାନ ଦେଉଥିଲେ। ଯଦି ସେ କହୁଥିଲେ ଯେ ସକାଳ 6ଟାରେ ପ୍ରସ୍ତୁତ ରହିବା ପାଇଁ, ତେବେ ଆମେ ସମସ୍ତେ 5:30ରୁ ପ୍ରସ୍ତୁତ ହୋଇଯାଉଥିଲୁ। ସେଦିନ ଗାଡ଼ିରେ ଯିବୁ ବୋଲି 99% ନିଶ୍ଚିତ ଥିଲା। ତେବେ ଗତକାଲି ରାତିରେ କ'ଣ ଘଟିଥିଲା? ଅଜିତ ପାୱାରଙ୍କ ଡ୍ରାଇଭର ଏକ ବଡ଼ ଖୁଲାସା କରିଛନ୍ତି। ଅଜିତ ପାୱାରଙ୍କ ଡ୍ରାଇଭର ଶ୍ୟାମରାଓ ଦୁର୍ଘଟଣାର ପୂର୍ବ ରାତିରେ କ'ଣ ଘଟିଥିଲା ତାହାର ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଅଜିତ ପାୱାର ପ୍ରଥମେ କାର୍ ଯୋଗେ ବାରମତୀ ଯିବାକୁ ଯୋଜନା କରିଥିଲେ। 26 ତାରିଖରେ ସେହି ରାତି ବିଷୟରେ ଶ୍ୟାମରାଓ କହିଛନ୍ତି, ମଙ୍ଗଳବାର କ୍ୟାବିନେଟ୍ ବୈଠକ ଶେଷ ହେବା ପରେ ଆମେ ନିଷ୍ପତ୍ତି ନେଇଥିଲୁ ଯେ ଆମେ ସଡ଼କ ପଥରେ ପୁଣେ ଯିବୁ ଏବଂ ତାପରେ ବାରମତୀ ଯିବୁ। ବାରମତୀରେ ସକାଳ 10ଟାରେ ବୈଠକ ସ୍ଥିର ହୋଇଥିଲା। ଆମର ପୁଅ ଶଙ୍କର ମଧ୍ୟ ଗାଡ଼ିରେ ବ୍ୟାଗ୍ ରଖିଥିଲେ। ଆମେ କେବଳ ଗାଡ଼ିରେ ଯିବୁ ବୋଲି 99% ନିଶ୍ଚିତ ଥିଲା। ବୈଠକ ବିଳମ୍ବ ହୋଇଥିଲା, ତେଣୁ ଶେଷ ମୁହୂର୍ତ୍ତରେ ନିଷ୍ପତ୍ତି ପରିବର୍ତ୍ତନ କରାଗଲା ଏବଂ ଆମେ ସକାଳେ ବିମାନରେ ସିଧା ବାରମତୀ ଯିବୁ। ଦାଦା ମୋତେ କହିଲେ ଯେ ତୁମେ କାଲି ଗାଡ଼ିରେ ପୁନେ ଆସିବ ଏବଂ ମୁଁ ବାରମତୀରୁ ପୁନେ ଆସିବି। ଦାଦା ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। ଅଜିତ ପାୱାରଙ୍କ ସହାୟତା କରିବା ସ୍ୱଭାବ ବିଷୟରେ ସେ କହିଥିଲେ। ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା ଛୋଟ କି ବଡ଼, ସେ ସମସ୍ତଙ୍କୁ ସାହାଯ୍ୟ କରୁଥିଲେ। କରୋନା ସମୟରେ ମଧ୍ୟ ସେ ନିଜେ ତାଙ୍କ ବଙ୍ଗଳାକୁ ଆସୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଚା' ଏବଂ ଜଳଖିଆ ମଗାଉଥିଲେ। ଏହା ଥିଲା ସମ୍ପୂର୍ଣ୍ଣ ଖବର। ଆମେ ଦେଖା ଅନ୍ୟ ଏକ ଖବର ସହିତ। ରହୁଛି ନମସ୍କାର, ଜୟ ଜଗନ୍ନାଥ, ଜୟ ହିନ୍ଦ।